ଫିକା ସିନ୍ଦୁର ଦ୍ୱିତୀୟ ଭାଗ। ନନ୍ଦିନୀ ନିରବି ଗଲା ନଣନ୍ଦ ଶ୍ରଦ୍ଧା କଥାରେ। ଯିଏ ଯାହା ପାରୁଛନ୍ତି କହିଯାଉଛନ୍ତି, ହେଲେ ନନ୍ଦିନୀ ମନର କେଉଁ କୋଣରେ ଯେ ଆଘାତ ସୃଷ୍ଟି ହୋଇଛି ତାହା କେହି ବୁଝିବାକୁ ନାରାଜ। ନିଗାହରେ ଗ୍ରୀଷ୍ମରେ ଝାଉଁଳି ପଡ଼ିଥିବା ଫୁଲଟିଏ ସିଏ। କେତେ ଜଳ ଛିଞ୍ଚିବାକୁ ଚେଷ୍ଟା କଲେ ମଧ୍ୟ ତାର ଚେହେରା ଆଉ ସତେଜ ହେବନି। ଚେହେରାଟି ତାର ପାଣ୍ଡୁର ହୋଇସାରିଛି। ମୁଖମଣ୍ଡଳ ପୂର୍ବ ଭଳି ତେଜ ନାହିଁ। ସବୁକିଛି ନନ୍ଦିନୀ ହରାଇ ସାରିଛି ସ୍ୱାମୀ ସାନୁଜର ମୃତ୍ୟୁ ପରେ। ସାନୁଜକୁ ବିବାହ କରିବା ପୂର୍ବରୁ ସେଇ ସ୍ୱପ୍ନ, ସେଇ ଆକୁଳତା ଆଉ ସେଇ କୁଆଁରୀ ଲାଜ ନନ୍ଦିନୀ ପାଖରେ ନାହିଁ। ଥୁଣ୍ଟା ବୃକ୍ଷଟିଏ ସିଏ। ଭୂମି ଉପରେ ଲଥ ହୋଇ ପଡ଼ିଥିବା ପୂର୍ବରୁ ଜଣଙ୍କର ସାହାରା ଖୋଜୁଛି। ପିଉଜର କାନ୍ଦର ସାହାରା, ଯେଉଁଥିରେ ନନ୍ଦିନୀ ନିଜ ଝିଅ ଗେଲିକୁ ପିତାର ସ୍ନେହ ଓ ପରିଚୟ ଦେଇପାରିବ। ନିଜ ଭାବନାରେ ହଜି ଯାଇଥିଲା ନନ୍ଦିନୀ। ଏତିକି ଭିତରେ ଶ୍ରଦ୍ଧା ଯେ ତାର ଦୁଇ ହାତକୁ ମେହେନ୍ଦିରେ ରଙ୍ଗି ସାରିଲାଣି, ସେ ଆଡ଼କୁ ନନ୍ଦିନୀର ଧ୍ୟାନ ନାହିଁ। ତରତର ହୋଇ ଉଠି ଯାଇଥିଲା ସିଏ ଝିଅ ଗେଲିର କାନ୍ଦଣାରେ। ଗେଲି କେଉଁ 4 ଘଣ୍ଟା ତଳେ ଅଳ୍ପ ଖାଇଥିଲା, ତାକୁ ଭୋକ କରିବଣି। ଏଇ ଗହଳି ଭିତରେ ସେ ଝିଅ କଥା ପୁରା ଭୁଲି ଯାଇଛି। ଶ୍ରଦ୍ଧା ଡାକ ଦେଲା, ଭାଉଜ ଧୀରେ ଯାଉନ, ଏ ସଙ୍ଗେ ସଙ୍ଗେ ମେହେନ୍ଦିରେ ଲଗେଇଛି ଯେମିତି ଚାଲୁଛ ନା, କାନ୍ଥରେ ଖମ୍ବରେ ସବୁଠି ବୋଳି ପକେଇବ। ଶ୍ରଦ୍ଧା କଥା ନ ଶୁଣି ନନ୍ଦିନୀ ଦୌଡ଼ିଗଲା ଗେଲି ପାଖକୁ। ଗେଲିର କାନ୍ଦଣା ଆଉ ଶୁଭୁନି। ଝିଅଟା କୁଆଡ଼େ ଗଲା? ଏଇନେ ତ ରାହା ଧରି କାନ୍ଦୁଥିଲା। ନନ୍ଦିନୀ ଶାଶୁକୁ ପଚାରିଲା ଝିଅ ବିଷୟରେ। ଶାଶୁ ତାର ଉତ୍ତର ଦେଲେ, ଛାତ ଉପରେ ଥିବ, ଯାଇ ଦେଖୁନୁ। ଆଉ ହଁ, ମୁଣ୍ଡରେ ଓଢ଼ଣାଟା ଦେଇ ଉପରକୁ ଯା, ଘରେ କୁଣିଆ ଅଛନ୍ତି। ହଁ, ବୋଉ କହି ନନ୍ଦିନୀ ଚାଲିଗଲା ଛାତ ଉପରକୁ। ଛାତରେ ନାଲି ଆଉ ସବୁଜ ରଙ୍ଗର ବତୀଗୁଡ଼ିକ ଦପଦପ ହୋଇ ଜଳୁଥିଲା। ଛାତର ଶେଷ ମୁଣ୍ଡରେ ଗେଲୁକୁ କାନ୍ଦେଇ ଛିଡ଼ା ହୋଇଥିଲା ପିୟୁଷ। ନନ୍ଦିନୀର ମନକୁ ଶାନ୍ତି ମିଳିଲା। ଯାହା ହେଉ, ପିୟୁଷ ମଧ୍ୟ ଗେଲୁକୁ ଏତେ ସ୍ନେହ କରୁଛନ୍ତି। ନହେଲେ ସେଇଟା ଫେର ତାର ବିବାହ ପରେ ସମସ୍ୟା ହୋଇ ଛିଡ଼ା ହୋଇଥାନ୍ତା। ଦିକ୍ଦିକି ଜଳୁଥିବା ବତୀ ଆଲୁଅରେ ନନ୍ଦିନୀ ମନେ ହେଉଥିଲା ସେଇଠି ଯେମିତି ପିୟୁଷ ନୁହଁ, ସ୍ୱାମୀ ସାନୁଜ ଛିଡ଼ା ହୋଇଛନ୍ତି। ମନେ ପଡ଼ିଯାଉଛି ବିଗତ ଘଟଣା ସବୁ। ରୋଷେଇ ସାରି ଦେଇ ନନ୍ଦିନୀ ସାନୁଜ ସହ ଏଇ ଛାତ ଉପରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ରହେ। ଜହ୍ନ ଆଲୁଅରେ ଦୂର ଆକାଶକୁ ଚାହିଁ କୁହେ, ମୁଁ ଭାବୁଛି ସାନୁଜ, ଆମେ ଯଦି ଏଇଠୁ ଖୁବ୍ ଦୂରରେ ଥିବା ଜହ୍ନରେ ଘର କରି ସବୁଦିନ ପାଇଁ ରହିଯାଆନ୍ତେ। ମୋର କ'ଣ ଇଚ୍ଛା ହୁଏ ଜାଣ? ଏମିତି ଚିକମିକି ଆଲୁଅ ବତୀରେ ଆମେ ଦୁହେଁ ପରସ୍ପରକୁ ବାହୁବନ୍ଧନରେ ଛନ୍ଦି ନିଅନ୍ତେ। ହସି ଦିଅନ୍ତି ସାନୁଜ। ଖପ୍ କରି ନନ୍ଦିନୀର କଟକୁ ଭିଡ଼ି ନେଇ କହନ୍ତେ, ସୋ ରୋମାଣ୍ଟିକ୍, ନଟ୍ ଏ ବ୍ୟାଡ୍ ଆଇଡ଼ିଆ। ସିଏ ମଧୁର ସୁରରେ ପ୍ରତିରୋଧ କରେ, ଛାଡ଼ ମ ସାନୁଜ, ବୋଉ କି ଶ୍ରଦ୍ଧା ଦେଖୁଥିବେ ଯଦି। ସାନୁଜ ନନ୍ଦିନୀର କାନ ପାଖେ ଫୁସଫୁସି ହୋଇ କହିଯାଆନ୍ତି, ଏଇ ଅନ୍ଧାରରେ କିଏ ଆମକୁ ଦେଖିବ? କେବଳ ଆକାଶର ଜହ୍ନଟାକୁ ଛାଡ଼ିଦେଲେ। ଓଃ, ପିୟୁଷର ଖଣ୍ଡି କାଶରେ ନନ୍ଦିନୀ ସାନୁଜର ଭାବନାର ଫେରି ଆସିଲା। ସିଏ ମଧ୍ୟ ପ୍ରକୃତିସ୍ଥ ହେଲା। ସାମ୍ନାରେ ଦିଅରକୁ ଦେଖି କିଛି କହିପାରିଲା ନାହିଁ। ନନ୍ଦିନୀ ମଧ୍ୟ ବୁଝିପାରୁନି ସିଏ ଆଉ ପିୟୁଷ ସହ କଥା ହେଇପାରୁନି କାହିଁକି। ପୂର୍ବ ଭଳି ତାକୁ ଲାଜ ମାଡ଼ୁଛି, ପାଟି ଖନି ମାରି ଯାଉଛି, କେମିତି ଗୋଟିଏ ଅଡ଼ୁଆ ଲାଗୁଛି। ସିଏ ସିନା କିଛି କହୁନି, ହେଲେ ଏଇ ପିୟୁଷଟା ମଧ୍ୟ କିଛି କହୁନାହାନ୍ତି କାହିଁକି କେଜାଣି। ଆଗରୁ ତ ଘରକୁ ଆସିଲେ କେତେ କଥା କହୁଥିଲେ, ଭାଉଜ ମୋ ପାଇଁ ଦହିବରା କରିବ, ମୋ ପାଇଁ ଗୁଗୁନି କରିବ। ଏବେ କାହିଁ ଆଉ ସେଇ କଥା ପିୟୁଷ ଉଠୁ ବାହାରୁନି। ଲାଜ କରୁଛନ୍ତି ନା ଆଉ କିଛି? ହୁଏତ ମୁଁ ପସନ୍ଦ ନଥିବ ଆଉ ସିଏ ମୋତେ ବାଧ୍ୟ ହୋଇ ବିବାହ କରୁଥିବେ। କିନ୍ତୁ ମନା କରିଦେଲେ କ'ଣ ହୁଅନ୍ତାନି? ଛାତ ଉପରେ ସେମିତି ଖୁଣ୍ଟଟା ଭଳି ଛିଡ଼ା ହୋଇ ନନ୍ଦିନୀ କେତେ କ'ଣ ଭାବିଗଲା। ପିୟୁଷର ଅବସ୍ଥା ମଧ୍ୟ ସେମିତି। କ'ଣ କହିବ କିଛି ବୁଝିପାରୁନି। ଆଗେ ଘରକୁ ଓହ୍ଲେଇ ଆସିଲେ, ଭାଉଜ କୁଆଡ଼େ ଗଲ? ନ କହି ନନ୍ଦିନୀକୁ ନମସ୍କାର କରେ। ନନ୍ଦିନୀ ଭାଉଜଙ୍କ ମଧ୍ୟ ତାକୁ ଆଶୀର୍ବାଦ କରନ୍ତି। ମନ ଲାଖି ଝିଅକୁଟିଏ ମିଳିଯାଉ। ଓଃ, ପିୟୁଷ ମୁରୁକି ହସି ତାଙ୍କ ପାଖରୁ ଚାଲିଯାଏ। ପିୟୁଷ ହେଲେ ବର୍ତ୍ତମାନର ପରିସ୍ଥିତି ଭିନ୍ନ। ସେ ନନ୍ଦିନୀ ଭାଉଜକୁ ବାହା ହେବାକୁ ଯାଉଛି। କାନକୁ ମଧ୍ୟ ଅଡ଼ୁଆ ଶୁଭୁଛି। ନା ନା, ଭାଉଜ ତାର ପସନ୍ଦ ନୁହନ୍ତି, ସେ କଥା ନୁହଁ। କିନ୍ତୁ ପିୟୁଷ ମଧ୍ୟ ନନ୍ଦିନୀ ସହ ବିବାହକୁ ଦୃଢ଼ ହେଇ ଗ୍ରହଣ କରିପାରୁନାହାନ୍ତି। ଭାଉଜକୁ ଚାହିଁ ନାହାନ୍ତି। ଭାଉଜକୁ ଚାହିଁଦେଲେ ତାଙ୍କ ଆଖିରେ ନାଚି ଉଠୁଛି ସାନୁଜ ଭାଇର ଚେହେରା। ଗେଲୁକୁ ନିଜ କାନ୍ଧରୁ ତଳକୁ ଓହ୍ଲେଇ ଆଣିଲେ ପିୟୁଷ। ବାଙ୍କ ଚାହାଣୀରେ ସେ ନନ୍ଦିନୀକୁ ଚାହିଁ ଦେଇ ତଳକୁ ଚାଲିଗଲେ। ନନ୍ଦିନୀ ମଧ୍ୟ ମୁଖ ପାଲଟିଗଲା। ପିୟୁଷକୁ ସିଏ କ'ଣ ବା କହିବ? ସିଏ ତ ତାକୁ ଆଉ ତାର ଝିଅକୁ ଗ୍ରହଣ କରି ନନ୍ଦିନୀକୁ ଯେମିତି ଋଣୀ କରିଦେଇଛନ୍ତି। ଏହାଠାରୁ ଅଧିକ ସେ କ'ଣ ଚାହିଁବ? ମଥାରେ ତାର ପିୟୁଷର ଟୋପି ସିନ୍ଦୁର ବୋଳିଦେଲେ ସମସ୍ତେ କହିବେ, ଏ ପିୟୁଷର ସ୍ତ୍ରୀ ନନ୍ଦିନୀ। ଗେଲି ମାମା ଡାକି ଧାଇଁ ଆସିଲା ନନ୍ଦି ପାଖକୁ। ନନ୍ଦିନୀ ଝିଅକୁ ତୁଳି ଧରିଲା, କିନ୍ତୁ ପାହାଚ ପାଖରୁ କିଛି ଅସ୍ପଷ୍ଟ ସ୍ୱର ତାକୁ ଶୁଭୁଥିଲା। କ୍ରମଶଃ ଆପଣମାନେ ଯଦି ଏକମ ଭାଗ ଦେଖିନାହାନ୍ତି, ଦେଖିନିଅନ୍ତୁ। ଆପଣମାନେ ମୋତେ ସପୋର୍ଟ କରନ୍ତୁ, ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରନ୍ତୁ ପ୍ଲିଜ୍। ଜୟ ଜଗନ୍ନାଥ। ଗଡ୍ ବ୍ଲେସ୍ ୟୁ।